ସୁତ କହିଲେ, ହେ ସୌନକ, ଦିନେ ପରମାନନ୍ଦରେ ନିମଗ୍ନ ଚଞ୍ଚୁଳା ଉମାଦେବୀଙ୍କ ପାଖକୁ ଯାଇ ପ୍ରଣାମ କଲା ଓ ଦୁଇ କର ଯୋଡ଼ି ସ୍ତୁତି କଲ। ଚଞ୍ଚୁଳା କହିଲା, ହେ ଗିରି ରାଜନନ୍ଦିନୀ ସ୍କନ୍ଦ ମାତା ଉମେ, ମନୁଷ୍ୟମାନେ ସଦା ଆପଣଙ୍କ ସେବା କରିଥାନ୍ତି। ହେ ସର୍ବସୁଖକାରିଣୀ ଶିବପ୍ରିୟେ, ଆପଣ ବ୍ରହ୍ମସ୍ୱରୂପିଣୀ ଅଟନ୍ତି। ବିଷ୍ଣୁ ଓ ବ୍ରହ୍ମାଦି ଦେବତାଙ୍କ ଦ୍ୱାରା ସେବ୍ୟ ଅଟନ୍ତି। ଆପଣ ସଗୁଣା ଓ ନିର୍ଗୁଣା ତଥା ଆପଣ ହିଁ ସୂକ୍ଷ୍ମା ସଚ୍ଚିଦାନନ୍ଦ ରୂପିଣୀ ଆଦ୍ୟ ପ୍ରକୃତି। ଆପଣ ହିଁ ସଂସାରର ସୃଷ୍ଟି, ପାଳନ ଏବଂ ସଂହାରକାରିଣୀ। ତିନି ଗୁଣର ଆଶ୍ରୟ ମଧ୍ୟ ଆପଣ। ଆପଣ ହିଁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ଆବାସ ସ୍ଥାନ ତଥା ସେମାନଙ୍କର ଉତ୍ତମ ପ୍ରତିଷ୍ଠାକାରିଣୀ ପରାଶକ୍ତି। ସୁତ କହୁଛନ୍ତି, ସୌନକ, ସଦ୍ଗତି ପ୍ରାପ୍ତ ହୋଇଥିବା ଚଞ୍ଚୁଳା ଏହି ରୂପେ ମହେଶ୍ୱର ପତ୍ନୀ ଉମାଙ୍କୁ ସ୍ତୁତି କରିସାରି ମସ୍ତକ ଅବନତ କରି ଛିଡ଼ା ହୋଇଗଲା। ତା ନେତ୍ର ପ୍ରାନ୍ତରୁ ପ୍ରେମର ଅଶ୍ରୁ ବୋହି ଆସିଲା। ଏହା ଦେଖି କରୁଣାମୟୀ ଶିବପ୍ରିୟା ଭକ୍ତ ବତ୍ସଳା ପାର୍ବତୀ ଦେବୀ ଚଞ୍ଚୁଳାକୁ ସମ୍ବୋଧିତ କରି ଅତି ସ୍ନେହରେ ଏହି ପ୍ରକାର କହିଲେ। ପାର୍ବତୀ କହିଲେ, ସଖୀ ଚଞ୍ଚୁଳେ, ହେ ସୁନ୍ଦରୀ, ତୁମେ କରିଥିବା ଏହି ସ୍ତୁତିରେ ମୁଁ ବହୁତ ପ୍ରସନ୍ନ। କୁହ, ତୁମେ କ'ଣ ବର ମାଗିବାକୁ ଚାହୁଁଛ? ତୁମ ପାଇଁ ମୋ ନିକଟରେ ଅଛି ଆଦାୟ ନାହିଁ। ଚଞ୍ଚୁଳା କହିଲେ, ନିଷ୍ପାପ ଗିରିରାଜ କୁମାରୀ, ମୋର ସ୍ୱାମୀ ବିନ୍ଧୁଙ୍କ ଏବେ କେଉଁଠି? ତାଙ୍କର କେଉଁ ଗତି ହେଲା? ମୁଁ ଏ ବିଷୟରେ କିଛି ବି ଜାଣେନା। କଲ୍ୟାଣମୟୀ ଦାନବତ୍ସଳେ, ମୁଁ ମୋର ପତିଦେବଙ୍କ ସଙ୍ଗେ ଯେଉଁ ପ୍ରକାର ମିଳିତ ହୋଇପାରିବି ସେପରି କିଛି ଉପାୟ କରନ୍ତୁ। ହେ ମହେଶ୍ୱର, ହେ ମହାଦେବ, ମୋ ସ୍ୱାମୀ ଗୋଟିଏ ଶୂଦ୍ର ଜାତିଆ ବେଶ୍ୟା ପ୍ରତି ଆସକ୍ତ ହୋଇଯାଇଥିଲେ ଏବଂ ପାପରେ ହିଁ ବୁଡ଼ି ରହିଥିଲେ। ମୋ ମୃତ୍ୟୁ ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମୁଁ ଜାଣେନା ତାଙ୍କର କି ଗତି ହେଲା। ଗିରିଜା କହିଲେ, ମା ରେ, ତୋର ସ୍ୱାମୀ ବିନ୍ଦୁକ ବଡ଼ ପାପୀ ଥିଲା। ତାର ଅନ୍ତଃକରଣ ଅତ୍ୟନ୍ତ ଦୂଷିତ ଥିଲା। ତୋର ସେହି ବେଶ୍ୟାସଙ୍ଗକାରୀ ମହାମୂଢ଼ ସ୍ୱାମୀ ମରିବା ପରେ ଅଗଣିତ ବର୍ଷ ପର୍ଯ୍ୟନ୍ତ ନରକରେ ନାନା ପ୍ରକାର ଦୁଃଖ ଭୋଗ କରିସାରି ଅବଶିଷ୍ଟ ପାପର ଫଳ ଭୋଗିବାକୁ ବିନ୍ଧ୍ୟ ପର୍ବତରେ ପିଶାଚ ହୋଇଯାଇଛି। ଏବେ ସେ ପିଶାଚ ନାନା ପ୍ରକାର କ୍ଲେଶ ସହନ କରୁଛି। ସେ ଦୁଷ୍ଟ ବାୟୁ ପାନ କରି ରହୁଛି ଏବଂ ସର୍ବଦା ନାନା ପ୍ରକାର କଷ୍ଟ ଭୋଗୁଛି। ସୁତ କହୁଛନ୍ତି, ସୌନକ, ସୁବ୍ରତା ଚଞ୍ଚୁଳା ଗୌରୀ ଦେବୀଙ୍କ ମୁଖରୁ ସ୍ୱାମୀଙ୍କ ଦାରୁଣ ଯାତନା କଥା ଶୁଣି ଅତ୍ୟନ୍ତ ଦୁଃଖିତ ହେଲା। ତାପରେ ସେ ମନକୁ ସ୍ଥିର କରି ବ୍ୟଥିତ ହୃଦୟରେ ମହେଶ୍ୱରୀଙ୍କୁ ପ୍ରଣାମ କରି ପୁନଃ ପଚାରିଲା। ନାମକ ବ୍ରାହ୍ମଣ ଥିଲା, କିନ୍ତୁ ସେ ବେଶ୍ୟାଗାମୀ ହୋଇଗଲା। ସେ ଦୁଷ୍ଟ ସ୍ନାନ, ସନ୍ଧ୍ୟା ଇତ୍ୟାଦି ନିତ୍ୟକର୍ମ ଛାଡ଼ି ଅପବିତ୍ର ଅବସ୍ଥାରେ ରହିଲା। କ୍ରୋଧ ହେତୁ ତାର ବୁଦ୍ଧି ମୂଢ଼ଠାର ଆବରଣରେ ଆଚ୍ଛାଦିତ ହୋଇଯାଇଥିଲା। ତେଣୁ ସେ କର୍ତ୍ତବ୍ୟ ଓ ଅକର୍ତ୍ତବ୍ୟର ଜ୍ଞାନ ହରାଇ ବସିଥିଲା। ଅଭକ୍ଷ ଭକ୍ଷଣ, ସଜ୍ଜନଙ୍କ ପ୍ରତି ଦୋହ ଓ ଦାନ ରୂପେ ଦୂଷିତ ବସ୍ତୁ ଗ୍ରହଣ କରିବା, ଏସବୁ ଥିଲା ତା ପାଇଁ ସ୍ୱାଭାବିକ କର୍ମ। ସେ ଅସ୍ତ୍ରଶସ୍ତ୍ର ଧରି ହିଂସା କର୍ମ କରୁଥିଲା। ବାମ ହାତରେ ଖାଉଥିଲା। ଦିନ ଜନଙ୍କୁ କଷ୍ଟ ଦେଉଥିଲା। କ୍ରୂରତାପୂର୍ବକ ପର ଘରେ ନିଆଁ ଲଗାଇ ଦେଉଥିଲା। ଚଣ୍ଡାଳଙ୍କୁ ପ୍ରେମ କରୁଥିବା ଏବଂ ପ୍ରତିଦିନ ବେଶ୍ୟାର ସମ୍ପର୍କରେ ରହୁଥିଲା। ସେ ବହୁତ କଷ୍ଟ ଥିଲା। ସେ ପାପୀ ନିଜ ପତ୍ନୀକୁ ପରିତ୍ୟାଗ କରି ଦୁଷ୍ଟଙ୍କ ସାଙ୍ଗରେ ରହିବାକୁ ସୁଖ ମଣୁଥିଲା। ସେ ମୃତ୍ୟୁ ପର୍ଯ୍ୟନ୍ତ ଦୁରାଚାରରେ ହିଁ ଲିପ୍ତ ରହିଥିଲା। ମୃତ୍ୟୁ ପରେ ସେ ପାପୀଙ୍କର କର୍ମଫଳ ଭୋଗର ଯମପୁରକୁ ଗଲା ଏବଂ ସେଠାରେ ଅନେକ ପ୍ରକାର ନରକ ଯାତନା ଭୋଗ କରିସାରି ଏବଂ ବିନ୍ଧ୍ୟ ପର୍ବତରେ ପିଶାଚ ହୋଇଛି। ସେଠାରେ ସେ ଦୁଷ୍ଟ ପିଶାଚ ନିଜ ପାପର ଫଳ ଭୋଗ କରୁଛି। ତୁମେ ତା ସମ୍ମୁଖରେ ଯତ୍ନପୂର୍ବକ ଶିବ ପୁରାଣର ଦିବ୍ୟ କଥା ପ୍ରବଚନ କର। ତା ପରମ ପୁଣ୍ୟକର ଓ ସମସ୍ତ ପାପନାଶକାରୀ ଶିବ ପୁରାଣ କଥା ଶ୍ରବଣ କରିବା ସବୁଠାରୁ ଉତ୍କୃଷ୍ଟ ପୁଣ୍ୟକର୍ମ। ଏହାଦ୍ୱାରା ତାର ହୃଦୟ ଶୀଘ୍ର ପାପମୁକ୍ତ ହୋଇଯିବ ଏବଂ ସେ ପ୍ରତିଯୋନିକୁ ମୁକ୍ତି ପାଇଯିବ। ପିଶାଚ ବିନ୍ଦୁକ ଏହି ଦୁର୍ଗତିରୁ ମୁକ୍ତ ହୋଇଗଲେ ତାକୁ ମୋ ଆଜ୍ଞାରେ ବିମାନରେ ବସାଇ ତୁମେ ଭଗବାନ ଶିବଙ୍କ ସମୀପକୁ ନେଇ ଆସିବ। ସତ କହୁଛନ୍ତି ସୌନକ। ମହେଶ୍ୱରୀ ଉମାଙ୍କ ଆଦେଶ ପାଇଁ ଗନ୍ଧର୍ବରାଜ ଡୁମ୍ବୁରୁ ମନେ ମନେ ବହୁତ ଖୁସି ହେଲେ। ସେ ନିଜ ଭାଗ୍ୟକୁ ପ୍ରଶଂସା କଲେ। ତାପରେ ପିଶାଚର ସତୀସଧ୍ୟ ପତ୍ନୀ ଚଞ୍ଚୁଳା ସହିତ ବିମାନରେ ବସି ନାରଦଙ୍କ ପ୍ରିୟ ମିତ୍ର ଡମ୍ବୁରୁ ଦ୍ରୁତଗତିରେ ବିନ୍ଧ୍ୟାଚଳକୁ ଗଲେ। ସେଠାରେ ସେ ଉକ୍ତ ପିଶାଚକୁ ଦେଖିବାକୁ ପାଇଲେ। ସେ ଅତି ବିଶାଳକାୟ ଥିଲା।
ତାର ଥୋଡ଼ି ଥିଲା ବଡ଼ ଆକାରର। ସେ କେବେ ହସୁଥିଲା ତ କେବେ କାନ୍ଦୁଥିଲା, ପୁଣି କେବେ ଡିଆଁକୁଦା କରୁଥିଲା। ତାର ଆକୃତି ଥିଲା ଅତି ବିକରାଳ। ଭଗବାନ ଶିବଙ୍କ ଉତ୍ତମ କୀର୍ତ୍ତି ଗାୟନ କରି ମହାବଳୀ ଡମ୍ବୁରୁ ସେ ଭୟଙ୍କର ପିଶାଚକୁ ପାଶରେ ବାନ୍ଧି ପକାଇଲେ। ତାପରେ ଡୁମ୍ବୁରୁ ଶିବପୁରାଣର କଥା ଆରମ୍ଭ କରିବାକୁ ସ୍ଥିର କରି ମହୋତ୍ସବ ଉପଯୋଗୀ ସ୍ଥାନ ଓ ମଣ୍ଡପ ନିର୍ମାଣ କଲେ। ଇତିମଧ୍ୟରେ ସମଗ୍ର ଜଗତରେ ଦ୍ରୁତ ଗତିରେ ପ୍ରଚାରିତ ହୋଇଗଲା ଯେ ପାର୍ବତୀଙ୍କର ଆଜ୍ଞାରେ ଶିବ ପୁରାଣ କଥା ଶୁଣାଇ ଗୋଟିଏ ପିଶାଚର ଉଦ୍ଧାର କରିବା ଉଦ୍ଦେଶ୍ୟରେ ଡୁମ୍ବୁରୁ ବିନ୍ଧ୍ୟ ପର୍ବତକୁ ଯାଇଛନ୍ତି। ଏହାପରେ ପୁରାଣ କଥା ଶୁଣିବା ଲୋଭରେ ଅନେକ ଦେବର୍ଷି ମଧ୍ୟ ସେଠାରେ ପହଞ୍ଚିଲେ। ଆଦରପୂର୍ବକ ଶିବ ପୁରାଣ ଶୁଣିବାକୁ ଆସିଥିବା ଲୋକଙ୍କର ସେହି ଅଦ୍ଭୁତ ଓ କଲ୍ୟାଣକାରୀ ସମାଗମରେ ବିନ୍ଧ୍ୟ ପର୍ବତ ପୁରି ଉଠିଲା। ଡୁମ୍ବୁରୁ ପିଶାଚକୁ ବାନ୍ଧି ପକାଇ ଗୋଟିଏ ଆସନରେ ବସାଇଲେ ଏବଂ ନିଜେ ବୀଣାଟିଏ ହାତରେ ଧରି ଗୌରୀପତିଙ୍କ କଥା ବର୍ଣ୍ଣନ ଆରମ୍ଭ କରିଦେଲେ। ପ୍ରଥମ ଅର୍ଥାତ୍ ବିଦେଶ୍ୱର ସଂହିତା ଠାରୁ ଆରମ୍ଭ କରି ସପ୍ତମ ବାଜୁ ସଂହିତା ପର୍ଯ୍ୟନ୍ତ ମାହାତ୍ମ୍ୟ ସହିତ ଶିବପୁରାଣର କଥା ସେ ସ୍ପଷ୍ଟ ରୂପେ ବର୍ଣ୍ଣନା କଲେ। 7ଟି ସଂହିତାରେ ବିଭକ୍ତ ଶିବପୁରାଣକୁ ସାଦର ଶ୍ରବଣ କରି ସମସ୍ତ ଶ୍ରୋତା ପୂର୍ଣ୍ଣତଃ କୃତାର୍ଥ ହୋଇଗଲେ। ପରମ ପୁଣ୍ୟମୟ ଶିବପୁରାଣ ଶୁଣିବା ପରେ ପିଶାଚ ତାର ପୈଶାଚିକ ଦେହ ପରିତ୍ୟାଗ କରି ଖୁବ୍ ଶୀଘ୍ର ଦିବ୍ୟ ଶରୀର ଧାରଣ କଲା। ସେତେବେଳେ ତାର ଅଙ୍ଗକାନ୍ତି ଗୌରବର୍ଣ୍ଣ ହୋଇଗଲା। ତା ଶରୀରରେ ଶୋଭା ପାଉଥିଲା ଶ୍ୱେତବସ୍ତ୍ର ଏବଂ ସବୁ ପ୍ରକାର ପୁରୁଷୋଚିତ ଆଭୂଷଣରେ ତାର ଅଙ୍ଗ ଉଦ୍ଭାସିତ ହେଉଥିଲା। ସେ ତ୍ରିନେତ୍ରଧାରୀ ଚନ୍ଦ୍ରଶେଖର ରୂପ ହୋଇଗଲା। ଏପରି ଦିବ୍ୟ ଦେହଧାରୀ ହୋଇ ଶ୍ରୀମାନ ବିନ୍ଦୁକ ତାର ପ୍ରାଣବଲ୍ଲଭା ଚଞ୍ଚଳା ସହିତ ମିଶି ପାର୍ବତୀ ବଲ୍ଲଭ ଶିବଙ୍କର ଗୁଣଗାନ କରିବାକୁ ଲାଗିଲା। ଦେବର୍ଷିଗଣ ତା ସ୍ତ୍ରୀକୁ ଦିବ୍ୟ ରୂପରେ ସୁଶୋଭିତ ଦେଖି ଅତ୍ୟନ୍ତ ବିସ୍ମିତ ହେଲେ। ସେମାନଙ୍କ ଚିତ୍ତ ପରମାନନ୍ଦରେ ମଗ୍ନ ହୋଇଗଲେ। ଭଗବାନ ମହେଶ୍ୱରଙ୍କ ଏଭଳି ଅଦ୍ଭୁତ ଚରିତ୍ର ଶୁଣିବା ପରେ ସମସ୍ତେ ଶ୍ରୋତା ପରମ କୃତାର୍ଥ ହୋଇ ପ୍ରେମରେ ଶିବଙ୍କର ଯଶଗାନ କରି କରି ନିଜ ନିଜ ଧାମକୁ ଚାଲିଗଲେ। ଦିବ୍ୟ ରୂପଧାରୀ ଶ୍ରୀମାନ ବିନ୍ଦୁକ ମଧ୍ୟ ତାର ପ୍ରିୟତମା ସହିତ ସୁନ୍ଦର ବିମାନରେ ସୁଖରେ ଆରୂଢ଼ ହୋଇ ଆକାଶରେ ଅତ୍ୟନ୍ତ ଶୋଭା ପାଇଲା। ତାପରେ ମହେଶ୍ୱରଙ୍କ ସୁନ୍ଦର ଓ ମନୋହର ଗୁଣମାନ ଗାନ କରି ସେ ତାର ପ୍ରିୟତମା ଓ ତୁମ୍ଭରକୁ ସହିତ ଯାଇ ଅବିଳମ୍ବେ ଶିବଙ୍କ ଧାମରେ ପହଞ୍ଚିଗଲା। ସେଠାରେ ମହେଶ୍ୱର ଓ ପାର୍ବତୀ ଦେବୀ ପ୍ରସନ୍ନ ମନରେ ବିନ୍ଦୁକକୁ ଆଦର କଲେ ଏବଂ ତାକୁ ଆପଣା ପାର୍ଷଦ କରିଦେଲେ। ତାର ପତ୍ନୀ ଚଞ୍ଚୁଳା ପାର୍ବତୀଙ୍କ ସଖୀ ହୋଇ ରହିଲା। ଶିବଙ୍କର ଘନୀଭୂତ ଜ୍ୟୋତି ସ୍ୱରୂପ ପରମାନନ୍ଦମୟ ସନାତନ ଧାମରେ ଅବିଚଳ ନିବାସ ପାଇଁ ବିପ୍ର ଦମ୍ପତି ପରମ ସୁଖ ଲାଭ କଲେ। ଶିବ ପୁରାଣ ଶ୍ରବଣର ବିଧି ଓ ଶ୍ରୋତାଙ୍କ ପାଇଁ ପାଳନୀୟ ନିୟମଗୁଡ଼ିକ। ସୌନକ କହୁଛନ୍ତି, ମହାପ୍ରାଜ୍ଞ ବ୍ୟାସ ଶିଷ୍ୟ ସୁତ, ଆପଣଙ୍କୁ ନମସ୍କାର। ଆପଣ ଧନ୍ୟ ଓ ଶିବଭକ୍ତଙ୍କ ମଧ୍ୟରେ ଶ୍ରେଷ୍ଠ। ଆପଣଙ୍କ ମହାନ ଗୁଣଗ୍ରାମ ବର୍ଣ୍ଣନା କରିବାର ଯୋଗ୍ୟ ଏବଂ ଆପଣ ଶିବପୁରାଣର ଶ୍ରବଣରେ ବିଧି ବିଷୟରେ କୁହନ୍ତୁ, ଯାହାଫଳରେ ସମସ୍ତ ଶ୍ରୋତାଙ୍କୁ ଉତ୍ତମ ଫଳ ପ୍ରାପ୍ତ ହୋଇପାରିବ। ସୁତ କହିଲେ, ହେ ମୁନି, ସୌନକ ଏବେ ତୁମକୁ ପୂର୍ଣ୍ଣ ଫଳ ପ୍ରାପ୍ତି ନିମନ୍ତେ ଶିବପୁରାଣର ଶ୍ରବଣର ବିଧି କହୁଛି। ଯଜମାନ ପ୍ରଥମେ କୌଣସି ଜ୍ୟୋତିଷୀଙ୍କୁ ଡାକି ଦାନ ଓ ମନରେ ସନ୍ତୁଷ୍ଟ କରିବେ ଏବଂ ନିଜର ସହଯୋଗୀ ବନ୍ଧୁବର୍ଗଙ୍କ ମେଳରେ ନିର୍ବିଘ୍ନରେ କଥା ସମାପ୍ତି ନିମନ୍ତେ ବିଶୁଦ୍ଧ ମୁହୂର୍ତ୍ତ ସ୍ଥିର କରିପାରିବେ। ତାପରେ ନାନା ସ୍ଥାନରେ ଏହି ସନ୍ଦେଶ ପ୍ରଚାର କରିଦେବେ ଯେ ଆମର ଅମୂଳ ସ୍ଥାନରେ ଶିବପୁରାଣ ଶ୍ରବଣର ଆୟୋଜନ ହେଉଛି। ଦୟାକରି ସମସ୍ତ କଲ୍ୟାଣକୁ ଲୋକେ ତାହା ଶ୍ରବଣ କରିବାକୁ ସେଠାରେ ଉପସ୍ଥିତ ହୁଅନ୍ତୁ। ଅନେକ ଲୋକ ଭଗବାନ ଶ୍ରୀହରିଙ୍କ ଚରିତ୍ର ଶ୍ରବଣରୁ ବହୁତ ଦୂରରେ ଅଛନ୍ତି। କେତେକ ସ୍ତ୍ରୀ ଶୂଦ୍ରାଦି ଶିବଙ୍କ କଥା କୀର୍ତ୍ତନରୁ ବଞ୍ଚିତ ଅଛନ୍ତି। ସେ ସମସ୍ତଙ୍କୁ ଯେପରି ସୂଚନା ମିଳିପାରିବ ସେପରି ବ୍ୟବସ୍ଥା କରିବେ। ଦୂର ଦୂରାନ୍ତରେ ଯେଉଁ ଶିବଭକ୍ତମାନେ ଥିଲେ ଅଥବା ଶିବ କଥା ଶ୍ରବଣ କୀର୍ତ୍ତନ କରି ଯେଉଁମାନେ ଉତ୍ସୁକ ଥିବେ ସେମାନଙ୍କୁ ଆଦରପୂର୍ବକ ଡାକିବା ଉଚିତ ଏବଂ ସମାଗତ ଲୋକମାନଙ୍କୁ ସବୁ ଦୃଷ୍ଟିରୁ ସତ୍କାର କରିବା ଉଚିତ। ଶିବ ମନ୍ଦିରରେ, ତୀର୍ଥରେ, ବନପ୍ରାନ୍ତରେ ଅଥବା ଘରେ ଶିବପୁରାଣ କଥା ଶୁଣିବା ପାଇଁ ଉତ୍ତମ ସ୍ନାନ ନିର୍ମାଣ କରିବା ଉଚିତ। ଉଚ୍ଚ ସ୍ଥାନରେ କଥା ମଣ୍ଡପ ନିର୍ମାଣ କରି ତାହାକୁ କଦଳୀ ସ୍ତମ୍ଭରେ ସୁଶୋଭିତ କରିବେ। ତାହାକୁ ଚତୁର୍ଦିଗକୁ ଫୁଲ, ଫଳ ଓ ଚାନ୍ଦୁଆ ଆଦିରେ ଅଳଙ୍କୃତ କରି ଓ ଧ୍ୱଜା ପତାକା ଇତ୍ୟାଦିରେ ସଜାଇ ସୁନ୍ଦର ତଥା ଶୋଭାମାନ କରିଦେବେ। ଭଗବାନ ଶିବଙ୍କୁ
ପ୍ରତି ଉତ୍ତମ ଭକ୍ତି ହେବା ବି ଅତ୍ୟନ୍ତ ବାଞ୍ଛନୀୟ। କାରଣ ଭକ୍ତି ହିଁ ସମସ୍ତ ପ୍ରକାର ଆନନ୍ଦ ବିଧାନ କରେ। ପରମାତ୍ମା ଶିବଙ୍କ ପାଇଁ ଦିବ୍ୟ ଆସନଟିଏ ରଖିବେ ଏବଂ କଥାବାଚକଙ୍କ ପାଇଁ ମଧ୍ୟ ଏପରି ଗୋଟିଏ ଉତ୍ତମ ଆସନ ପ୍ରସ୍ତୁତ କରିବେ, ଯାହା ତାଙ୍କ ପାଇଁ ସୁଖକର ହେବ। ମୁନେ ନିୟମପୂର୍ବକ କଥା ଶ୍ରବଣକାରୀ ଶ୍ରୋତାଙ୍କ ପାଇଁ ମଧ୍ୟ ସୁନ୍ଦର ସ୍ଥାନର ବ୍ୟବସ୍ଥା କରିବା ଆବଶ୍ୟକ। ଅନ୍ୟ ଶ୍ରୋତାଙ୍କ ପାଇଁ ସାଧାରଣ ସ୍ଥାନ ରଖିବେ, ଯାହାଙ୍କ ମୁଖ ନିଃସୃତ ବାଣୀ ଦେହଧାରୀଙ୍କ ପାଇଁ କାମଧେନୁ ପରି ଅଭୀଷ୍ଟ ଫଳଦାୟୀ ହୋଇଥାଏ। ସେପରି ପୁରାଣବେତ୍ତା ବିଦ୍ୱାନ ବକ୍ତାଙ୍କ ପ୍ରତି କଦାପି ତୁଚ୍ଛ ବୁଦ୍ଧି କରିବା ଉଚିତ ନୁହେଁ। ସଂସାରରେ ଜନ୍ମ ତଥା ଗୁଣ ଆଧାରରେ ଅନେକ ଗୁରୁ ମିଳିପାରିବେ, କିନ୍ତୁ ସେମାନଙ୍କ ମଧ୍ୟରେ ପୁରାଣର ଜ୍ଞାତା ବିଦ୍ୱାନ ହିଁ ପରମ ଗୁରୁ ରୂପେ ଗଣ୍ୟ ହୁଅନ୍ତି। ପୁରାଣବେତ୍ତା ବକ୍ତା ପବିତ୍ର, ଦକ୍ଷ, ଶାନ୍ତ, ଈର୍ଷା ଦୋଷରୁ ମୁକ୍ତ, ସାଧୁ ଓ ଦୟାଳୁ ହୋଇଥିବା ଆବଶ୍ୟକ। ଏପରି ପ୍ରବଚନ କୁଶଳ ବିଦ୍ୱାନ ହିଁ ଏହି ପୁଣ୍ୟମୟୀ କଥା ପ୍ରବଚନ କରିବେ। ସୂର୍ଯ୍ୟୋଦୟରୁ ଆରମ୍ଭ କରି 3.5 ପ୍ରହର ପର୍ଯ୍ୟନ୍ତ ଶିବପୁରାଣ କଥା ଉତ୍ତମ ରୀତିରେ କହିବା ଉଚିତ। ମଧ୍ୟାହ୍ନ କାଳରେ 2 ଘଡ଼ି ବିରାମ ହେବେ, ଯାହାଫଳରେ ଲୋକେ ମଳମୂତ୍ର ବିସର୍ଜନ ନିମନ୍ତେ ଅବସର ପାଇପାରିବେ। ବ୍ୟାଖ୍ୟାନ ଆରମ୍ଭର ଦିନକ ପୂର୍ବରୁ ବ୍ରତ ଗ୍ରହଣ କରିବା ନିମନ୍ତେ ବକ୍ତା କ୍ଷୌର କର୍ମ ସମ୍ପନ୍ନ କରିଦେବେ। କଥା ଯେତେ ଦିନ ଚାଲିବ, ସେ ପର୍ଯ୍ୟନ୍ତ ପ୍ରାତଃକାଳରେ ସଂକ୍ଷେପରେ ନିତ୍ୟକର୍ମ ସମ୍ପନ୍ନ କରିବା ଉଚିତ। ବକ୍ତାଙ୍କ ପାଖରେ ସହାୟକ ରୂପେ ଆଉ ଜଣେ ସେହିପରି ବକ୍ତା ମଧ୍ୟ ରହିବା ବାଞ୍ଛନୀୟ। ସେ ମଧ୍ୟ ସମସ୍ତ ପ୍ରକାର ସଂଶୟ ନିବୃତ୍ତ ନିମନ୍ତେ ଓ ଲୋକଙ୍କୁ ବୁଝାଇବା ନିମନ୍ତେ ଯୋଗ୍ୟ ହୋଇଥିବା ଉଚିତ। ପୁରାଣ କଥାରେ ଯେପରି କୌଣସି ବିଘ୍ନ ନ ଆସିବ, ସେଥିପାଇଁ ଗଣେଶଙ୍କୁ ପୂଜା କରିବେ। କଥାର ସ୍ୱାମୀ ଶିବଙ୍କୁ ଏବଂ ବିଶେଷ କରି ଶିବପୁରାଣ ଗ୍ରନ୍ଥକୁ ଭକ୍ତି ଭାବରେ ପୂଜା କରିବେ। ତାପରେ ସୁଧାଶ୍ରୋତା କାୟିକ ଓ ମାନସିକ ଭାବେ ଶୁଦ୍ଧ ଓ ପ୍ରସନ୍ନଚିତ୍ତ ହୋଇ ଆଦରରେ ଶିବପୁରାଣ କଥା ଶୁଣିବେ। ଯେଉଁ ବକ୍ତା ଓ ଶ୍ରୋତା ଅନେକ ପ୍ରକାର କର୍ମରେ ବିଭ୍ରାନ୍ତ ଥିବେ, କାମାଦି ଷଡ଼୍ବିକାରରେ ଗ୍ରସ୍ତ ହୋଇଥିବେ, ସ୍ତ୍ରୀ ପ୍ରତି ଆସକ୍ତ ହୋଇଥିବେ ଏବଂ ପାଷାଣ୍ଡତାପୂର୍ଣ୍ଣ କଥା କହୁଥିବ, ସେମାନେ ପୁଣ୍ୟର ଭାଗୀ ନୁହନ୍ତି ନାହିଁ। ଯେଉଁମାନେ ଲୌକିକ ଚିନ୍ତା ତଥା ଧନ, ଗୃହ, ପୁତ୍ରାଦି ଚିନ୍ତା ଛାଡ଼ି କଥାରେ ମନ ଦିଅନ୍ତି, ସେଭଳି ଶୁଦ୍ଧବୁଦ୍ଧି ଲୋକଙ୍କୁ ଉତ୍ତମ ଫଳ ମିଳିଥାଏ। ଯେଉଁ ଶ୍ରୋତାମାନେ ଶ୍ରଦ୍ଧା ଓ ଭକ୍ତିରେ ଯୁକ୍ତ ହୋଇଥାନ୍ତି, ଅନ୍ୟ କର୍ମରେ ମନ ଦିଅନ୍ତି ନାହିଁ, ମୌନ, ପବିତ୍ର ଓ ଉଦ୍ବେଗ ଶୂନ୍ୟ ହୋଇଥାନ୍ତି, ସେମାନେ ହିଁ ପୁଣ୍ୟର ଭାଗୀ ହୋଇଥାନ୍ତି। ସୂତ କହୁଛନ୍ତି, ସୌନକ, ଏବେ ଶିବପୁରାଣ ଶ୍ରବଣର ବ୍ରତ ଗ୍ରହଣ କରିଥିବା ବ୍ୟକ୍ତି ପାଇଁ ଯେଉଁ ସବୁ ନିୟମ ରହିଛି, ତାହା ଭକ୍ତିପୂର୍ବକ ଶୁଣ। ନିୟମପୂର୍ବକ ଏହି ଶ୍ରେଷ୍ଠ କଥାକୁ ଶ୍ରବଣ କଲେ ନିର୍ବିଘ୍ନରେ ଉତ୍ତମ ଫଳ ପ୍ରାପ୍ତ ହୋଇଥାଏ। ଯେଉଁମାନେ ଦୀକ୍ଷା ନେଇନାହାନ୍ତି, ସେମାନେ କଥା ଶ୍ରବଣର ଅଧିକାରୀ ନୁହନ୍ତି। ତେଣୁ ମୁନେ କଥା ଶ୍ରବଣ କରିବାକୁ ଚାହୁଁଥିବା ଲୋକ ପ୍ରଥମେ ବକ୍ତାଙ୍କ ଠାରୁ ଦୀକ୍ଷା ଗ୍ରହଣ କରିବା ଉଚିତ। ଯେଉଁମାନେ ନିୟମପୂର୍ବକ କଥା ଶୁଣିବେ, ସେମାନଙ୍କ ପକ୍ଷେ ବ୍ରହ୍ମଚର୍ଯ୍ୟ ନିୟମରେ ରହିବା, ଭୂମି ଉପରେ ଶୋଇବା, ପତ୍ରରେ ଖାଇବା ଓ ପ୍ରତିଦିନ କଥା ସମାପ୍ତି ପରେ ହିଁ ଆଉ ଅନ୍ନ ଗ୍ରହଣ କରିବା ଆବଶ୍ୟକ। ଯାହାର ସାମର୍ଥ୍ୟ ଥିବ, ସେ ପୁରାଣ ଶେଷ ପର୍ଯ୍ୟନ୍ତ ଉପବାସ କରି ଶୁଦ୍ଧତାପୂର୍ବକ ଭକ୍ତି ଭାବରେ ଏହି ଉତ୍ତମ ଶିବପୁରାଣ ଶ୍ରବଣ କରିବ। କଥା ଶ୍ରବଣର ବ୍ରତ ଗ୍ରହଣ କରିଥିବା ବ୍ୟକ୍ତି ଦିନରେ ଥରେ ମାତ୍ର ହବିଷ୍ୟର ଗ୍ରହଣ କରିବ। ଯେଉଁ ପ୍ରକାରେ କଥା ଶ୍ରବଣର ନିୟମ ନିର୍ବିଘ୍ନରେ ପୂର୍ଣ୍ଣ ହୋଇପାରିବ, ସେହିପରି କରିବା ଉଚିତ। ଗରିଷ୍ଠ ଅନ୍ନ, ଡାଲି, ପୋଡ଼ା ଖାଦ୍ୟ, ଶିମ୍ବ, ମସୁର, ଭାବଦୂଷିତ ତଥା ବାସି ଅନ୍ନ ଭକ୍ଷଣ କରି କଦାପି କଥା ଶ୍ରବଣ କରିବା ଉଚିତ ନୁହେଁ। କଥା ଶ୍ରବଣ ପାଇଁ ବ୍ରତ ଗ୍ରହଣ କରିଥିବା ଶ୍ରୋତା ପିଆଜ, ରସୁଣ, ହେଙ୍ଗୁ, ଗାଜର, ମଦକ ଦ୍ରବ୍ୟ ଓ ଆମିଷ ଶ୍ରେଣୀଭୁକ୍ତ ଖାଦ୍ୟ ବର୍ଜନ କରିବେ। ସେ କାମକ୍ରୋଧାଦି ଷଡ଼୍ବିକାର, ବ୍ରାହ୍ମଣ ନିନ୍ଦା ତଥା ପତିବ୍ରତା ଓ ସାଧୁସନ୍ଥଙ୍କ ନିନ୍ଦାକୁ ବର୍ଜନ କରିବେ। ସେ ପ୍ରତିଦିନ ସତ୍ୟ, ଶୌଚ, ଦୟା, ମୌନ, ସରଳତା, ବିନୟ ଓ ହାର୍ଦ୍ଦିକ ଉଦାରତା ଇତ୍ୟାଦି ଗୁଣକୁ ଆଦରି ନେବେ। ଶ୍ରୋତା ନିଷ୍କାମ ହୋଇଥାନ୍ତୁ ବା ସକାମ ହୋଇଥାନ୍ତୁ, ନିୟମପୂର୍ବକ କଥା ଶୁଣିବେ। ସକାମ ବ୍ୟକ୍ତି ନିଜ ଅଭୀଷ୍ଟ କାମନା ଅନୁରୂପ ଫଳ ପାଏ ଏବଂ ନିଷ୍କାମ ମନୁଷ୍ୟ ମୋକ୍ଷ ଲାଭ କରେ। ଦରିଦ୍ର, କ୍ଷୟରୋଗୀ, ପାପୀ, ଭାଗ୍ୟହୀନ ଓ ନିଃସନ୍ତାନ ଲୋକେ ମଧ୍ୟ ଏହି ଉତ୍ତମ କଥାକୁ ଶୁଣିବା ଉଚିତ। ଯେଉଁ ନାରୀମାନେ କାକବନ୍ଧ୍ୟ ଇତ୍ୟାଦି 7ଟି ଦୋଷରେ ଯୁକ୍ତ ଏବଂ ଯାହାଙ୍କର ଗର୍ଭସ୍ରାବ ହୋଇଯାଏ, ସେମାନେ ମଧ୍ୟ ଶିବପୁରାଣର କଥା ଶୁଣିବା ଉଚିତ। ମୁନେ ସ୍ତ୍ରୀ ବା ପୁରୁଷ ସମସ୍ତେ ଯତ୍ନପୂର୍ବକ ବିଧିବିଧାନରେ ଶିବପୁରାଣ କଥା ଶୁଣିବା ଉଚିତ।
ମହର୍ଷେ ଏହି ପ୍ରକାର ଶିବପୁରାଣ କଥା ପଠନ ଓ ଶ୍ରବଣ ସମ୍ବନ୍ଧୀୟ ଯଜ୍ଞୋତ୍ସବ ସମାପ୍ତ ହୋଇଯିବା ପରେ ଶ୍ରୋତାମାନେ ଭକ୍ତିପୂର୍ବକ ଯତ୍ନର ସହିତ ଶିବ ପୂଜା କରି ପୁରାଣ ଗ୍ରନ୍ଥକୁ ମଧ୍ୟ ପୂଜା କରିବା ଉଚିତ। ତାପରେ ବିଧିପୂର୍ବକ ଭକ୍ତଙ୍କୁ ମଧ୍ୟ ପୂଜା କରିବା ଆବଶ୍ୟକ। ପୁରାଣ ଗ୍ରନ୍ଥକୁ ନୂତନ ଓ ସୁନ୍ଦର ବସ୍ତ୍ରରେ ଆଚ୍ଛାଦିତ କରିବେ ଓ ତାହାକୁ ବାନ୍ଧିବା ପାଇଁ ସେଥିରେ ମଜବୁତ ଡେରି ଲଗାଇବେ। ଏହାପରେ ତାହାକୁ ବିଧିବତ୍ ପୂଜା କରିବେ। ମୁନିଶ୍ରେଷ୍ଠ ଏହି ରୂପେ ମହାନ ଉତ୍ସବ ସହିତ ଗ୍ରନ୍ଥକୁ ଓ ବକ୍ତାଙ୍କୁ ବିଧିବତ୍ ପୂଜା କରିବା ପାଇଁ ବକ୍ତାଙ୍କ ସହାୟତା ପାଇଁ ଉପସ୍ଥିତ ପଣ୍ଡିତକୁ ମଧ୍ୟ ସେହିପରି ଧନାଦି ଦ୍ୱାରା ବକ୍ତାଙ୍କ ଠାରୁ କିଛି କମ୍ ସତ୍କାର କରିବେ। ସେଠାକୁ ଆସିଥିବା ବ୍ରାହ୍ମଣକୁ ଅନ୍ନ ଧନ ଇତ୍ୟାଦି ଦାନ କରିବେ। ଏହାଛଡ଼ା ଗୀତ ବାଦ୍ୟ ନୃତ୍ୟ ଇତ୍ୟାଦିର ଆୟୋଜନ ସହିତ ମହାନ ଉତ୍ସବ କରିବେ। ମୁନେ ଯଦି ଶ୍ରୋତା ଅନାସକ୍ତ ହୋଇଥାନ୍ତି ତେବେ କଥା ସମାପ୍ତି ଦିନ ବିଶେଷତଃ ଶ୍ରୀରାମଙ୍କ ପ୍ରତି ଶିବ କହିଥିବା ଗୀତା ପାଠ କରିବା ଉଚିତ। ଯଦି ଶ୍ରୋତା ଗୃହସ୍ଥ ହୋଇଥାନ୍ତି ତେବେ ସେହି ଶ୍ରବଣ କର୍ମରେ ଶାନ୍ତି ନିମନ୍ତେ ଶୁଦ୍ଧ ହବିଷ୍ୟର ହୋମ କରିବା ଉଚିତ। ଏ ପୁରାଣ ଗାୟତ୍ରୀମୟ ଅଟେ। ଏଣୁ ରୁଦ୍ର ସଂହିତାର ପ୍ରତ୍ୟେକ ଶ୍ଲୋକରେ ଆହୁତି ଦେବା ବିଧେୟ ଅଥବା ଗାୟତ୍ରୀ ମନ୍ତ୍ରରେ ଆହୁତି ଦେବା ଆବଶ୍ୟକ। ଏହା ସମ୍ଭବ ନ ହେଲେ ଶିବଙ୍କ ପଞ୍ଚାକ୍ଷର ମୂଳମନ୍ତ୍ରରେ ହୋମ କରିବା ଉଚିତ। ହୋମ କରିବାର ସାମର୍ଥ୍ୟ ନଥିଲେ ଯଥାଶକ୍ତି ହବନୀୟ ହବିଷ୍ୟ ଦ୍ରବ୍ୟ ବ୍ରାହ୍ମଣକୁ ଦାନ କରିଦେବେ। ନ୍ୟୁନାତିରିକ୍ତ ରୂପୀ ଦୋଷର ଶାନ୍ତି ପାଇଁ ଭକ୍ତିପୂର୍ବକ ଶିବ ସହସ୍ରନାମ ପାଠ ଅଥବା ଶ୍ରବଣ କରିବେ। ଏହାଦ୍ୱାରା ଯେ ସବୁକିଛି ସଫଳ ହୁଏ ଏଥିରେ ସଂଶୟ ନାହିଁ, କାରଣ ତ୍ରିଲୋକରେ ଏହାଠାରୁ ବଳି କିଛି ନାହିଁ। କଥା ଶ୍ରବଣ ସମ୍ବନ୍ଧୀୟ ପର୍ବତର ପୂର୍ଣ୍ଣତା ନିମନ୍ତେ 11 ଜଣ ବ୍ରାହ୍ମଣଙ୍କୁ ମଧୁମିଶ୍ରିତ କ୍ଷୀରି ଭୋଜନ କରାଇବେ ଏବଂ ସେମାନଙ୍କୁ ଦକ୍ଷିଣା ଦେବେ। ମୁନେ ସମ୍ବଳ ଥିଲେ 3 ତୋଳା ସୁନାରେ ଗୋଟିଏ ସୁନ୍ଦର ସିଂହାସନ ନିର୍ମାଣ କରି ତା ଉପରେ ଉତ୍ତମ ଅକ୍ଷରରେ ଲିଖିତ ଶିବପୁରାଣ ପୋଥିକୁ ବିଧିପୂର୍ବକ ସ୍ଥାପିତ କରିବେ। ତାହାକୁ ଆବାହନ ଇତ୍ୟାଦି ବିବିଧ ଉପଚାରରେ ପୂଜା କରି ଦକ୍ଷିଣା ଅର୍ପଣ କରିବେ। ତାପରେ ଜିତେନ୍ଦ୍ରିୟ ଆଶ୍ଚର୍ଯ୍ୟକୁ ବସ୍ତ୍ର ଆଭୂଷଣ ଓ ଗନ୍ଧ ଇତ୍ୟାଦିରେ ପୂଜା କରି ଦକ୍ଷିଣା ସହିତ ସେହି ପୋଥି ବା ଗ୍ରନ୍ଥକୁ ସମର୍ପି ଦେବେ। ଏହି ପ୍ରକାରେ ସୁଧୀଶ୍ରୋତା ଶିବଙ୍କ ସନ୍ତୋଷ ନିମନ୍ତେ ପୁରାଣ ଦାନ କରିବା ଉଚିତ। ସୌନକ ପୁରାଣ ଦାନ କଲେ ତାହାର ପ୍ରଭାବରେ ମନୁଷ୍ୟ ଭଗବାନ ଶିବଙ୍କ ଅନୁଗ୍ରହ ଲାଭ କରି ଭବବନ୍ଧନରୁ ମୁକ୍ତ ହୋଇଯାଏ। ଉପରୋକ୍ତ ବିଧିବିଧାନ ପାଳନ କଲେ ଶ୍ରୀ ସମ୍ପନ୍ନ ଶିବପୁରାଣ ସମସ୍ତ ଫଳ ପ୍ରଦାତା ଓ ଭୋଗ ମୁଖ୍ୟରେ ପ୍ରଦାତା ହୋଇଥାଏ। ମୁଁ ତୁମକୁ ସମସ୍ତ ଅଭୀଷ୍ଟ ଫଳ ପ୍ରଦାତା ଶିବପୁରାଣ ମାହାତ୍ମ୍ୟ ଶୁଣାଇ ଦେଲି। ଏବେ ତୁମେ ଆଉ କ'ଣ ଶୁଣିବାକୁ ଚାହୁଁଛ? ଶ୍ରୀମାନ ଶିବପୁରାଣ ସମସ୍ତ ପୁରାଣ ମଧ୍ୟରେ ମସ୍ତକର ତିଳକ ରୂପେ ଗଣ୍ୟ ହୁଏ। ଏହି ଶିବପୁରାଣ ଅତ୍ୟନ୍ତ ପ୍ରିୟ, ରମଣୀୟ ଓ ଭବରାଗ ନିବାରଣକାରୀ। ଯେଉଁମାନେ ସର୍ବଦା ଶିବଙ୍କୁ ଧ୍ୟାନ କରନ୍ତି, ଯାହାଙ୍କ ବାଣୀ ଶିବଙ୍କ ଗୁଣର ସ୍ତୁତି କରେ ଓ ଯାହାଙ୍କ କର୍ଣ୍ଣ ତାଙ୍କ ଚରିତ ଶ୍ରବଣ କରେ, ଏ ଜୀବଜଗତରେ ସେହିମାନଙ୍କୁ ଜନ୍ମ ହିଁ ସଫଳ। ସେମାନେ ନିଶ୍ଚିତ ରୂପେ ସଂସାର ସାଗରରୁ ପାର ହୋଇଯାଆନ୍ତି। ସମସ୍ତ ପ୍ରକାର ଗୁଣ ବିଦ୍ୟୁତ ଯେଉଁ ପ୍ରଭୁଙ୍କ ସଚ୍ଚିଦାନନ୍ଦମୟ ରୂପକୁ ସ୍ପର୍ଶ କରିନାହାନ୍ତି, ସେ ନିଜେ ମହିମାର ଜଗତରେ ବାହାରେ ଓ ଭିତରେ ଭାସମାନ ତଥା ଯେ ମନର ବାହ୍ୟ ତଥା ଆଭ୍ୟନ୍ତରୀଣ ବୀଣା ଓ ମନୋବୃତ୍ତି ରୂପରେ ପ୍ରକାଶିତ ହୁଅନ୍ତି, ସେହି ଅନନ୍ତ ଆନନ୍ଦ ଘନ ରୂପୀ ପରମଶିବଙ୍କ ଠାରେ ମୁଁ ଶରଣ ପଶୁଛି।